ଗାଁ ପାଖରେ ଥିବା ଜଙ୍ଗଲରୁ ଲୋକେ କାହିଁକି ସନ୍ଧ୍ୟା ପରେ ଯିବାକୁ ମନା କରନ୍ତି? କାରଣ ଜଙ୍ଗଲ ଭିତରେ ସବୁବେଳେ ଜନ୍ତୁ ନଥାଏ। କେବେ କେବେ ସେଠି ଆମ ପରି କିଛି ଜିନିଷ ରହିଯାଏ। ଏହି କାହାଣୀ କାଠ ଜଙ୍ଗଲ ପାଖରେ ଥିବା ଏକ ଛୋଟ ଗାଁର। ଗାଁଟା ଛୋଟ, ମାଟି ଘର, 2-4ଟି ଦୋକାନ ଆଉ ଗାଁର ପଛେ ଗଭୀର ଜଙ୍ଗଲ। ସେ ଜଙ୍ଗଲକୁ ଗାଁ ଲୋକେ କାଠ ଜଙ୍ଗଲ ବୋଲି ଡାକୁଥିଲେ। କାହିଁକି? କାରଣ ସେଠି ରାତିରେ ଗଛ ମଧ୍ୟ ଜୀବନ୍ତ ଲାଗୁଥିଲେ। ଗାଁରେ ଜଣେ ଥିଲେ ଦିନେଶ। ସାଧାରଣ ଲୋକ, କାଠ କାଟି ବଜାରକୁ ବିକ୍ରି କରୁଥିଲେ। ସେ ଜଙ୍ଗଲକୁ ବହୁତ ଭଲ ଭାବରେ ଜାଣିଥିଲେ, କିନ୍ତୁ ସେ ଜଙ୍ଗଲ ମଧ୍ୟ ଦିନେଶକୁ ଭଲ ଭାବରେ ଚିହ୍ନିଥିଲା। ଗୋଟିଏ ସନ୍ଧ୍ୟାର କଥା, ଦିନେଶ ଅଳ୍ପ ଡେରିରେ ଜଙ୍ଗଲକୁ ଗଲା। ଗାଁର ବୟସ୍କମାନେ କହିଥିଲେ ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଫେରି ଆସିବା ପାଇଁ, କିନ୍ତୁ ସେଦିନ ଦିନେଶ ଶୁଣିନଥିଲା। କାରଣ ଭୋକ ଉପଦେଶ ଶୁଣେନି। ସୂର୍ଯ୍ୟ ବୁଡ଼ିଗଲେ ଜଙ୍ଗଲ ଭିତରେ ଅନ୍ଧାର ଘନ ହେଲା। ପକ୍ଷୀ ଚୁପ୍, କେବଳ ପତ୍ର ଖସିବାର ଶବ୍ଦ ଆଉ ଦୂରରୁ କିଛି ଅଜଣା ଡାକ। ଦିନେଶ ଏକ ଗଛ କାଟୁଥିବା ବେଳେ ହଠାତ୍ ଦିନେଶକୁ କିଏ ଜଣେ ପଛରୁ ଡାକିଲା। ଦିନେଶର ହାତ ରହିଗଲା। ଏହି ନାମ ଜଙ୍ଗଲ ଭିତରେ କିଏ ଜାଣିବ? ସ୍ୱରଟା ଡରାଉ ନଥିଲା, ବରଂ ଅତି ଆପଣାର ଥିଲା। କିଏ? ଦିନେଶ କହିଲା। କୌଣସି ଉତ୍ତର ନାହିଁ। ସେ ଭାବିଲା ହୁଏତ ଗାଁର କିଏ। ସେ ଆଗକୁ ଚାଲିଲା। ଏବେ ଡାକ ପୁଣି ଆସିଲା, ଦିନେଶ, ଏଠିକିଆ। ସ୍ୱରଟା ଗଛ ମଧ୍ୟରୁ ଆସୁଥିଲା। ଏଠି ଗୋଟିଏ କଥା କହିବି, ଜଙ୍ଗଲ ଭିତରେ ଯଦି କିଏ ତୁମ ନାଁ ନେଇ ଡାକେ, ତେବେ ପ୍ରଥମେ ପଛକୁ ଘୂରିବ ନାହିଁ। କିନ୍ତୁ ଦିନେଶ ପଛକୁ ଚାହିଁ ଦେଖିଲା। ସେଠି କିଛି ମଧ୍ୟ ନଥିଲା, କିନ୍ତୁ ସେ ଅନୁଭବ କଲା କିଏ ଜଣେ ତାକୁ ଦେଖୁଛି। ସେ ଜଙ୍ଗଲ ରାସ୍ତାରେ ଭୁଲିଗଲା। ଯେତେ ଚାଲୁଥିଲା ଜଙ୍ଗଲ ସେତେ ଗଭୀର ହେଉଥିଲା। ଗଛମାନେ ଏକ ଅନ୍ୟ ଭାବରେ ନିକଟ ଲାଗୁଥିଲେ। ତାର କାନରେ ଫୁସ୍ଫୁସ୍ ହେଲା, ଏଠି ରୁହ। ଦିନେଶ ଦୌଡ଼ିଲା, କିନ୍ତୁ ଜଙ୍ଗଲ ଭିତରେ ଦୌଡ଼ିଲେ ରାସ୍ତା ମିଳେନି। ସେ ପଡ଼ିଗଲା। ଯେତେବେଳେ ତାର ସାମ୍ନାରେ ଗଛ ଛାୟା ଭିତରୁ ଏକ ଆକୃତି ବାହାରିଲା। ମୁହଁ ସ୍ପଷ୍ଟ ନୁହେଁ, କିନ୍ତୁ ଆଖି ଦେଖୁଥିଲା। ତୁ ଆସିଲୁ, ସେ ଆକୃତିଟି କହିଲା। ଦିନେଶ ପାଟିରୁ କଥା ବାହାରୁ ନଥିଲା। ତାର ଗଳା ଶୁଖିଗଲା। ସେ ଆକୃତି ଧୀରେ କହିଲା, ମୁଁ ଏଠି ବହୁତ ଦିନ ଧରି ଅପେକ୍ଷା କରୁଥିଲି। ସକାଳେ ଗାଁ ଲୋକ ଜଙ୍ଗଲକୁ ଗଲେ, ଦିନେଶ ମିଳିଲା ନାହିଁ। ସେଦିନରୁ କେବଳ ତାର କୁରାଢ଼ୀ ଏକ ଗଛରେ ଲାଗିଥିଲା। ସେଦିନରୁ ଗାଁ ଲୋକ ସନ୍ଧ୍ୟା ପରେ ଜଙ୍ଗଲକୁ ଯାଆନ୍ତି ନାହିଁ, କାରଣ ରାତିରେ ଜଙ୍ଗଲ ଭିତରୁ ଏବେ ବି ଡାକ ଆସେ, ଦିନେଶ। ଏବଂ ଯେଉଁମାନେ ସେ ଡାକକୁ ଉତ୍ତର ଦେଉଛନ୍ତି, ସେମାନେ ପୁଣି ଫେରି ନାହାନ୍ତି।